ଜଙ୍ଗଲରେ ଟିକି ଚଢ଼େଇ ଓ କାଉ ଦୁଇ ଜଣ ଗୋଟେ ଜାଗାରେ ବସିଲେ। ଦିଅ କାଉ ଭାଇ ମତେ ଝୁଡ଼ିଟା ଦିଅ। ମୁଁ ମକାକୁ ଦୁଇ ଭାଗ କରିଦେବି ଆଉ ଆମେ ଦୁଇ ଜଣ ସାଙ୍ଗ ହେଇକି ନେବା। କ'ଣ ପାଇଁ? ଏ ଟୋକରି ମୋର, ଏ ମକା ମଞ୍ଜି ବି ମୋର। କାଉ ଭାଇ ତୁମେ ଏମିତି କ'ଣ କହୁଛ? ଆମେ ଦୁଇ ଜଣ ପରା କଥା ହେଇକି ଯାଇଥିଲେ କି ଦାନା ଆମେ ଦୁଇ ଜଣ ସାଙ୍ଗ ହେଇକି ଭାଗ କରିକି ନେବା। ଆଚ୍ଛା ମୋର ତ କାହିଁ କିଛି ମନେ ପଡୁନି। ଏ ଝୁଡ଼ି ମୋର ମାନେ ଏଥିରେ ଥିବା ଜିନିଷ ବି ମୋର। ତାପରେ କଳା କାଉ ଝୁଡ଼ି ଉଠେଇକି ତା ଘର ଆଡ଼କୁ ଚାଲିଗଲା। କାଉ ଭାଇ ତମେ ମୋ ସହିତ କିଛି ଠିକ୍ କରିଲ ନାହିଁ। ତାପରେ ଟିକି ଚଢ଼େଇ ଖାଲି ହାତରେ ଘରକୁ ଫେରି ଆସିଲା। ମାମା ଆଜି ତମେ କିଛି ଖାଇବା ଆଣିନ? ନାହିଁ ଗୁଡ଼ିଆ, ସେ ଦୁଷ୍ଟ କାଉ ଚାଲାକରେ ମୋର ସବୁ ଦାନା ନେଇଗଲା। ମୁଁ ଶୁଆନାନୀ ପାଖକୁ ଯାଉଛି, ସେ ମତେ କିଛି ଦାନା ଦେଇଦେବ। ତାପରେ ରାନୁ ଚଢ଼େଇ ଶୁଆନାନୀ ଘରକୁ ଗଲା। ଶୁଆନାନୀ କି ରାନୁ ଚଢ଼େଇ ସବୁ କଥା କହିଲା। ତୁ ଚିନ୍ତା କରନି ରାନୁ ଚଢ଼େଇ, ମୋ ପାଖରେ କିଛି ଦାନା ଅଛି, ତୁ ସେଇଟା ନେଇକି ଯା, ତୋ ପିଲାମାନଙ୍କୁ ଦେଇଦେବୁ। ଆଜି ମୁଁ ଗୋଟେ ଜାଗାକୁ ଦାନା ଆଣିବା ପାଇଁ ଯାଇଥିଲି। ସେଠି ଗୋଟିଏ ବଡ଼ ଆମ୍ବ ଗଛ ଥିଲା। ସେ ଗଛରେ ମିଠା ମିଠା ଆମ୍ବ ବହୁତ ଆସିଛି। କାଲି ଆମେ ଦୁଇ ଜଣ ସେଇଠିକି ଯିବା ଆଉ ଆମ୍ବ ଧରିକି ଆସିବା। ଠିକ୍ ଅଛି ଶୁଆନାନୀ, ମୁଁ କାଲି ଆସିବି।